श्री अरविंद शरण मम। सनलाइट पाथ ऑनलाइन आईडी माध्यम रे आज दिव्य सत्संग पाठचक्र कार्यक्रम रे योगदान करथिबा समस्त मातृप्रेम भाई को सादर प्रेम नमस्कार सह पुनः स्वागत करुछि। समस्त को हार्दिक अभिनंदन जनाउछि। गोटे मास व्यापी मांकर जन्म मासरे आपण माने मांकर सान्निध्य रे मांकर चेतना सहित अभिनिविष्ट होगा पई जो उद्यम करुछंती ता वास्तविक अभिनंदनीय एवं निश्चित रूपे एटा मांकर गोटे अशेष कृपा आम समस्त तांकरी कृपारु ही आमे तांकर अमृतमय सान्निध्यर सुजोग पाइबा पई सक्षम होउछंती। तेणु तांको अशेष अशेष कृतज्ञता जणेबा सदा सर्वदा निज हृदय रे मां के प्रति गभीर एवं निबिड़ कृतज्ञतार भावटी को बजाय रखिबा। मां को ऊपर आधारित विभिन्न विषय उपरे ए मासरे मास सारा आलोचना जारी रही। आज जो प्रसंग उपरे आम एकाग्र हवा ता होछि मांकर प्रतीक द मदर सिंबल। जदियो विषयटी आम पई अजଣା नुहे, बहुबार आम विषय रे शुणीछु पढ़ीछु आलोचना करिछु, ता सत्वे भी ता उपरे पुनर्बार एकाग्र हवा द्वारा आमर चेतना मांकर चेतना द्वारा आलोकित हुए। अनेक कथा जहाँ आम भूली जाऊ ता पुनर्बार आमर चेतना रे जागृत हो जाए। तेणु आम जी मांकर प्रतीक तार विभिन्न अंश एवं तार आध्यात्मिक तात्पर्य ए संपर्क में आम आज आलोचना करबा। मांकर बाणी प्रभुंकर बाणी को आधार करी प्रतीक संपर्क रे श्री अरविंद कहिसंती, a symbol as I understand it is the form on one plane that represents a truth of another। अर्थात प्रभु कहउछंती प्रतीक कहले मु जहा बुझे ता हेउछि गोटे रूप गोटे आकृति जहा गोटे निर्दिष्ट स्तर रे रूप ग्रहण करि थाए, किंतु गोटे अन्य स्तर सत्यर प्रतिनिधित्व करुଥାଏ। आमे स्थूल जगत रे जहा किछि देखुछु ए समस्ते गोटे गोटे प्रतीक, गोटे भिन्न चेतना स्तर स्थूल रूप। एवं प्रभु कहिसंती the body of ours is a symbol of our real being। आमर जो स्थूल शरीरटी ता मध्य गोटे प्रतीक, आमर वास्तव अस्तित्व आमर असल अस्तित्वर ता गोटे स्थूल चिन्ह। एवं जहाँ आमर असल अस्तित्व ता होछि प्रभु भाषा रे गोटे उच्चतर स्तर वास्तवता। आमर चेतनार असल अस्तित्व गोटे उच्चतर स्तर वास्तवता जो पर्यंत आमर अनुभव पहुंची ना पर्यंत, किंतु एई पार्थिव स्तर निम्न स्तर रे ताहा स्थूल शरीर रूप धारण करिछि। तेणु प्रत्येकटी होछि गोटे गोटे प्रतीक। एवं मांकर जो प्रतीक
ତାହା ତ ନିଶ୍ଚିତ ରୂପେ ଗୋଟେ ଦିବ୍ୟ ପ୍ରତୀକ। ମାଙ୍କର ପ୍ରତୀକ ଆମେ ଜାଣୁ ସେଥିରେ ରହିଛି 3ଟି ବୃତ୍ତ। କେନ୍ଦ୍ରସ୍ଥ ବୃତ୍ତ ହେଉଛି ଦିବ୍ୟ ଚେତନାର ପ୍ରତୀକ। ପରମା ଜନନୀ, ଅଦିତି, ମହାଶକ୍ତି, ପରମ ବ୍ରହ୍ମଙ୍କର ମହାମାୟା ଶକ୍ତି, ମହାମାୟା ଯୋଗମାୟା, ଯିଏକି ସମଗ୍ର ସୃଷ୍ଟିକୁ ଧାରଣ କରିଛନ୍ତି ନିଜ ଭିତରେ। ଅର୍ଥାତ୍ ତାଙ୍କ ବିନା ଏ ସୃଷ୍ଟି ଅସମ୍ଭବ। କାରଣ ପରାତ୍ପର ପରମ ବ୍ରହ୍ମ ତ ଅବ୍ୟକ୍ତ। ସେ ଯେତେବେଳେ ବ୍ୟକ୍ତ ହେବେ ତାଙ୍କୁ ଗୁଣ ଦ୍ୱାରା ଆବୃତ କରିବା ଦରକାର। ନିର୍ଗୁଣ ଗୁଣାତୀତ ପରାତ୍ପର ସେ ପ୍ରକଟିତ ହେଇପାରିବେ ନାହିଁ। ଆବୃତ ହେଲେ ଯେ ପ୍ରକଟିତ ହେବେ। ତେଣୁ ତାଙ୍କୁ ସେ ଭଗବାନଙ୍କ ଇଚ୍ଛାରେ ହିଁ ତାଙ୍କର କ୍ରିୟାତ୍ମକ ଶକ୍ତି, ମହାଶକ୍ତି, ଯୋଗମାୟା ତାଙ୍କୁ ଆବୃତ କଲେ, ସ୍ତର ପରେ ସ୍ତର ଆବୃତ କରି ଚାଲିଲେ। ଏବଂ ସର୍ବପ୍ରଥମ ସ୍ତର ହେଲା ଆନନ୍ଦମୟ ସ୍ତର। ସେଠି ବ୍ରହ୍ମକଣିକା ପ୍ରାୟତଃ ଅନାବୃତ, ଅତି କମ ପରିମାଣରେ, ଅତି କ୍ଷୀଣ ପରିମାଣରେ ସେ ଆବୃତ। ତାପରେ ଆସିଲେ ଚିନ୍ମୟୀ ଶକ୍ତି, ତାପରେ ଆସିଲେ ସଚେତନା, ତାପରେ ବିଜ୍ଞାନମୟ ଚେତନା। ଏଇଟା ହେଲା ପରାପ୍ରକୃତି, ଚେତନାର ଊର୍ଧ୍ୱ ଗୋଲାର୍ଦ୍ଧ। ନିମ୍ନ ଗୋଲାର୍ଦ୍ଧରେ ରହିଲେ ମନ ପ୍ରାଣ ଶରୀର। ଏଠି ଯୋଗମାୟା ପରମ ବ୍ରହ୍ମଙ୍କୁ ଆହୁରି ବହୁତ ପରିମାଣରେ ଆବୃତ କରିଦେଲେ। ଏବଂ ତାହାର ଆହୁରି ତଳକୁ ମଧ୍ୟ ଅଛି ଅଜ୍ଞାନର ଅତି ଘନୀଭୂତ ସ୍ତର। ଏବଂ ଏତେ ତଳକୁ ଶେଷରେ ସେ ଆବୃତ କରିଦେଲେ, ଏତେ ଅଧିକ ଆବୃତ କରିଦେଲେ ଚେତନା ନିମ୍ନତମ ସ୍ତରରେ, ଯାହାକି ପରମ ବ୍ରହ୍ମଙ୍କର ସମ୍ପୂର୍ଣ୍ଣ ବିପରୀତ ବୋଲି ମନେ ହେଲା। ତେଣୁ ସ୍ତର ପରେ ସ୍ତର ଆବୃତ କରି ନିଜ ଭିତରେ ଅସଂଖ୍ୟ ଚେତନାର ସ୍ତର ଏବଂ ପ୍ରତ୍ୟେକ ସ୍ତରରେ ଅସଂଖ୍ୟ ସତ୍ତା, ଏ ସମସ୍ତଙ୍କୁ ଧାରଣ କରିଛନ୍ତି ତାଙ୍କର ମହାମାୟା, ପ୍ରଭୁଙ୍କର ଅଦିତି ଶକ୍ତି। ତେଣୁ ତାଙ୍କୁ ପରମା ଜନନୀ ବୋଲି କୁହାଯାଏ। ତେଣୁ ତାଙ୍କ ଭିତରେ ସବୁକିଛି ସମାହିତ। ପରମେଶ୍ୱର ମଧ୍ୟ ତାଙ୍କ ଭିତରେ, ଅତିମାନ ଶସ୍ତର ଲୋକ ସକଳ, ଅଧିମାନ ଶସ୍ତର ଦେବତା ସକଳ, ସମସ୍ତେ ତାଙ୍କ ଭିତରେ। ତେଣୁ ସମସ୍ତେ ତାଙ୍କର ସନ୍ତାନ। ଅଦିତି ହେଉଛନ୍ତି ସମସ୍ତଙ୍କର ଜନନୀ, ପରମା ଜନନୀ। ସେ ପରମା ଜନନୀଙ୍କର ପ୍ରତୀକ, ମାଙ୍କର ପ୍ରତୀକର କେନ୍ଦ୍ରସ୍ଥ ବୃତ୍ତ। ଅର୍ଥାତ୍ ସେ କେନ୍ଦ୍ର ରହିକରି ସମଗ୍ର ସୃଷ୍ଟିକୁ ଧାରଣ କରିଛନ୍ତି। ତାପରେ ମଧ୍ୟବର୍ତ୍ତୀ ବୃତ୍ତର 4ଟି ପାଖୁଡା, ଏଟା ହଉଛି ଶକ୍ତି ଚତୁଷ୍ଟୟର ପ୍ରତୀକ। ପରମାଜନଙ୍କର 4ଟି ମୁଖ୍ୟ ଶକ୍ତି, ତାଙ୍କର ତ ଅସଂଖ୍ୟ ବିଭାବ ରହିଛି, ଅସଂଖ୍ୟ ଶକ୍ତି ରହିଛି। ତନ୍ମଧ୍ୟରୁ 4ଟି ମୁଖ୍ୟ ଶକ୍ତି ଆମେ ସମସ୍ତେ ଜାଣୁ। ମାଙ୍କର 4ଟି ମୁଖ୍ୟ ବିଭାବ, ଯାହାକି এই ସମଗ୍ର ଜଗତକୁ ପରିଚାଳନା କରନ୍ତି। ସେମାନେ ହେଲେ ମାହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ। ସେ ବିଭାଗ ଗୁଡ଼ିକ ସମ୍ପର୍କରେ, ତାଙ୍କର କ୍ରିୟାବଳୀ ସମ୍ପର୍କରେ, କିପରି ଆମେ ତାଙ୍କ ପ୍ରତି ଉନ୍ମୁଖ ହେବା ଏବଂ କେଉଁ ଗୁଣ ସବୁ ତାଙ୍କର ବିରୋଧୀ, ଏସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଭୁ ବର୍ଣ୍ଣନା କରିଛନ୍ତି ତାଙ୍କର ମା ବହିର 6ଠ ଅଧ୍ୟାୟରେ। ସେ ଭିତରକୁ ଆମେ ଆଉ ବିଶେଷ ପ୍ରବେଶ କରିବା ନାହିଁ, କାରଣ ସେଟା ସମୟ ସାପେକ୍ଷ ହେବ। ମୁଁ କେବଳ ସଂକ୍ଷିପ୍ତରେ ସୂଚନା ଦେଇ ଯାଉଛି। ଏବଂ ବହିସ୍ଥ ବୃତ୍ତ, ଯାହାକି 12 ଗୋଟି ପାଖୁଡା ବହନ କରେ,
ସେ 12ଟି ପାଖୁଡା ମାଙ୍କର ଦ୍ୱାଦଶ ଶକ୍ତି ବା ଦ୍ୱାଦଶ ଦିବ୍ୟ ଗୁଣର ପ୍ରତୀକ। 12 powers or 12 attributes of the divine mother। ये 12ଟି ମୁଖ୍ୟ ଗୁଣ। ଚତୁର୍ବିଧା ଶକ୍ତି ତ ସେମାନେ ମୁଖ୍ୟ ଦାୟିତ୍ୱରେ ଅଛନ୍ତି। ଦ୍ୱାଦଶ ଦିବ୍ୟ ଗୁଣ ବ୍ୟଷ୍ଟି ଚେତନାର ଆଧାରରେ ପ୍ରକଟିତ ହେବାକୁ ଚେଷ୍ଟା କରୁଛନ୍ତି ଏବଂ ତାହା ଦ୍ୱାରା ଏ ସମଗ୍ର ସୃଷ୍ଟି ଗୋଟେ ସଙ୍ଗତିମୟତା ଦିଗରେ ଯାତ୍ରା କରୁଛି। ଚାରୋଟି ମୁଖ୍ୟ ଶକ୍ତି ତ ସେମାନେ ଚାରୋଟି ମେରୁଖୁଣ୍ଟ ଭଳି ଏ ସମଗ୍ର ଜଗତକୁ ଧାରଣ କରିଛନ୍ତି। ଯାହା ସବୁ ଗତିବୃତ୍ତି ହେଉଛି ଏ ବିଶ୍ୱରେ ଯେଉଁ ଚାଲିଛି ବିବର୍ତ୍ତନର ଧାରା, ଚେତନାର ପ୍ରଗତି, ତାର ଚାରୋଟି ମୁଖ୍ୟ ସ୍ତମ୍ଭ ହେଲେ ଚତୁର୍ବିଧା ଶକ୍ତି। ଯେମିତି ଜ୍ଞାନ ଏବଂ ପରିକଳ୍ପନା ଶକ୍ତିର ଅଧିଷ୍ଠାତ୍ରୀ ହେଲେ ମାହେଶ୍ୱରୀ। ଆମେ ସାଧାରଣ ଜୀବନରେ ଲକ୍ଷ୍ୟ କରିବା ଯାହା ସବୁ ଘଟଣା ଘଟେ ବା ଯାହା ସବୁ ଗତିଧାରା ଏ ପୃଥିବୀରେ ସମ୍ଭବ ହୁଏ ସେଟା ମୁଖ୍ୟତଃ ଚାରୋଟି ସ୍ତର ଦେଇକରି ହୁଏ। ପ୍ରଥମରେ ସେ କାର୍ଯ୍ୟର ଯୋଜନା ବା ପରିକଳ୍ପନା, ସେଟା ବ୍ୟକ୍ତିଗତ ସ୍ତରରେ ହଉ ବା ବିଶ୍ୱଗତ ସ୍ତରରେ ହଉ। ବ୍ୟକ୍ତିଗତ ସ୍ତରରେ ଆମେ ଯଦି ବୁଝିବା, ଆମେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତାର ଗୋଟେ କଳ୍ପନା, ଗୋଟେ ମାନସିକ ନକ୍ସା, ଗୋଟେ ମାନଚିତ୍ର ପ୍ରସ୍ତୁତ କରୁ, ଗୋଟେ ରୋଡ ମ୍ୟାପଟେ ତିଆରି କରୁ, ଗୋଟେ ଖସଡାଟେ ତିଆରି କରୁ। ତାପରେ ସେ ଖସଡାଟିକୁ, ସେ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ଆମ ଭିତରେ ପ୍ରକଟିତ ହେବ ଉତ୍ସାହ ବା ବଳ। ଆମେ ଭାବୁଛୁ ଆମେ ସେ ଶକ୍ତି ପ୍ରୟୋଗ କରୁଛୁ, ଆମ ଭିତରେ ସେ ବଳ ଅଛି, ସେ ବଳର ଉତ୍ସ ଆମେ ନିଜେ। କିନ୍ତୁ ପ୍ରକୃତରେ କୌଣସିଥର ଉତ୍ସ ଆମେ ନୁହଁ। ସେ ଉତ୍ସ ହେଉଛନ୍ତି ସେ ମହାଶକ୍ତି। ମହାକାଳୀ ଅଛନ୍ତି ବୋଲି ଆମ ଭିତରେ ସେ ବଳ ଉତ୍ସାହ ପ୍ରକାଶିତ ହେଉଛି। ମାହେଶ୍ୱରୀ ଅଛନ୍ତି ବୋଲି ଆମ ଭିତରେ ଚିନ୍ତା ପରିକଳ୍ପନା ଶକ୍ତି ପ୍ରକାଶିତ ହେଉଛି। ସବୁ ତାଙ୍କଠାରୁ ଆସୁଛି। ଆମର ଏ ମିଥ୍ୟା ଅହଂବୋଧଟି ନିଜକୁ ସବୁ ଜଗତର କେନ୍ଦ୍ରରେ ଅଛି ବୋଲି ବିଚାର କରୁଛି ଏବଂ ନିଜକୁ ସବୁଥିପାଇଁ ଦାୟୀ ମନେ କରୁଛି। ଯଥାର୍ଥ ମନୋଭାବଟି ହେଉଛି ଯେତେବେଳେ ଆମ ଭିତରେ କୌଣସି ଯୋଜନା ପରିକଳ୍ପନା ଉଦ୍ରେକ ହେଉଛି, ଆମେ ସଙ୍ଗେ ସଙ୍ଗେ ମାହେଶ୍ୱରୀଙ୍କୁ କୃତଜ୍ଞତା ଜଣାଇବା। ସିଏ ଅଛନ୍ତି ବୋଲି ଆମ ଭିତରେ ଆସୁଛି ଯୋଜନା ପରିକଳ୍ପନା ଏବଂ ସମସ୍ତ ଜ୍ଞାନ। ତାପରେ ପରିକଳ୍ପନାରେ ଯେତେବେଳେ କାର୍ଯ୍ୟଟି ଆରମ୍ଭ ହେଉଛି, ମହାକାଳୀ ଆମକୁ ଦଉଛନ୍ତି ଉତ୍ସାହ ଏବଂ ବଳ। ତାପରେ ଆମେ କାର୍ଯ୍ୟଟିକୁ ଗୋଟେ ସଙ୍ଗତିମୟ ଭାବରେ, ସୁନ୍ଦର ଭାବରେ, ଯଥାସମ୍ଭବ ସୁନ୍ଦର ଭାବରେ କରିବା ପାଇଁ ଚେଷ୍ଟା କରୁ। ଇତର ପ୍ରାଣୀମାନେ ମଧ୍ୟ ଯଥାସମ୍ଭବ ତାଙ୍କର କାର୍ଯ୍ୟଟିକୁ ସୁନ୍ଦର ଭାବରେ କରନ୍ତି। ସୌନ୍ଦର୍ଯ୍ୟ ପ୍ରତି, ସଙ୍ଗତି ପ୍ରତି, ମାଧୁର୍ଯ୍ୟ ପ୍ରତି ଆମ ସମସ୍ତଙ୍କର ଯେଉଁ ଆକର୍ଷଣ, ତାର ଉତ୍ସ ହେଉଛନ୍ତି ମହାଲକ୍ଷ୍ମୀ। ସେ ଅଛନ୍ତି ବୋଲି ଏ ସମଗ୍ର ବିଶ୍ୱଟି ସଙ୍ଗତିମୟତା ଦିଗରେ ଯାତ୍ରା କରୁଛି। ପୃଥିବୀର ସାମଗ୍ରିକ ବାତାବରଣ, ଏପରିକି ମଣିଷର ଅନ୍ତର୍ଚେତନାର ଯେଉଁ ଗଠନ, ତାହା ଗୋଟେ ପରିପୂର୍ଣ୍ଣତା ଦିଗରେ, ସଙ୍ଗତିମୟତା ଦିଗରେ ଯାତ୍ରା କରୁଛି। ଅଧିକରୁ ଅଧିକ ସୁନ୍ଦର ହେଉଛି ଏ ସୃଷ୍ଟି, ଅଧିକରୁ ଅଧିକ ସଙ୍ଗତିମୟ ହେଉଛି ଏ ସୃଷ୍ଟି। ଆମକୁ ସାମୟିକ ଭାବରେ ଲାଗିପାରେ ଅନେକ ଅସଙ୍ଗତି ଅଛି, କିନ୍ତୁ ଆମେ ଯଦି ଗୋଟେ ବିରାଟ ବ୍ୟବଧାନ ଭିତରେ ତୁଳନା କରିବା, ଆଜକୁ 50 ବର୍ଷ ତଳେ ବା 100 ବର୍ଷ ତଳେ କଣ ଥିଲା ପୃଥିବୀର ଅବସ୍ଥା, ଆଜି କଣ ଅଛି, କିମ୍ବା କିଛି ଯୁଗ ପୂର୍ବରୁ କଣ ଥିଲା ତାର ଅବସ୍ଥା, ନିଶ୍ଚିତ ଭାବରେ ଯେଉଁ ପ୍ରଗତି ହେଉଛି ସେ ପ୍ରଗତିଟା ସଙ୍ଗତି ଦିଗରେ ହେଉଛି,
ସୌନ୍ଦର୍ଯ୍ୟ ଦିଗରେ ହେଉଛି, କାରଣ ସେ ଦିଗରେ ଏ ସମଗ୍ର ସୃଷ୍ଟିକୁ ପରିଚାଳନା କରୁଛନ୍ତି ଦିବ୍ୟଜନୀଙ୍କର ଯେଉଁ ଶକ୍ତି ଅଧିଷ୍ଠାତ୍ରୀ, ସେ ହେଲେ ମହାଲକ୍ଷ୍ମୀ। ତାପରେ ଚତୁର୍ଥ ଶକ୍ତି ହେଉଛନ୍ତି ପୂର୍ଣ୍ଣତାର ଶକ୍ତି। ସେ ନଥାନ୍ତେ ତାହେଲେ କୌଣସି ପ୍ରକ୍ରିୟା ପୂର୍ଣ୍ଣାଙ୍ଗତା ଲାଭ କରିପାରନ୍ତା ନାହିଁ, ଏବଂ ଏହି ସମଗ୍ର ସୃଷ୍ଟି ମଧ୍ୟ ପୂର୍ଣ୍ଣାଙ୍ଗତା ଲାଭ କରିବ ଯେତେବେଳେ ଏହି ବ୍ରହ୍ମାଣ୍ଡର ପ୍ରତ୍ୟେକ କଣିକା ନିଜ ଭିତରେ ପରମ ବ୍ରହ୍ମଙ୍କୁ ପ୍ରକଟ କରିବେ, ଅର୍ଥାତ୍ ଏହି ସମଗ୍ର ସୃଷ୍ଟି ହେଇଯିବ ଭଗବତମୟ। ପ୍ରତ୍ୟେକ କୋଷାଣୁ ଅନ୍ନମୟ କୋଷ ପର୍ଯ୍ୟନ୍ତ ସିଏ ଦିବ୍ୟ ଚେତନାକୁ ପ୍ରକାଶ କରିବ, ବ୍ରହ୍ମଙ୍କୁ ପ୍ରକାଶ କରିବ ପୂର୍ଣ୍ଣ ରୂପରେ। ଏବେ ଏବେ ମଧ୍ୟ ଏ ସମଗ୍ର ଜଗତ ହିଁ ବ୍ରହ୍ମ, ସର୍ବଖଳୁ ଇଦಂ ବ୍ରହ୍ମ, ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। କିନ୍ତୁ ବର୍ତ୍ତମାନର ଅଭିବ୍ୟକ୍ତି ହେଉଛି ଅପୂର୍ଣ୍ଣ ଅଭିବ୍ୟକ୍ତି। ଯେତେବେଳେ ପୂର୍ଣ୍ଣ ରୂପରେ ପ୍ରକାଶିତ ହେବେ ସେଟା ହେବ এই ଜଗତର ପୂର୍ଣ୍ଣତା, এই ସମଗ୍ର ସୃଷ୍ଟିର ପୂର୍ଣ୍ଣତା। ଏବଂ ଏଇ ଆଡକୁ ଆମ ସମସ୍ତଙ୍କୁ ନେଇଯାଉଛନ୍ତି ମହାସରସ୍ୱତୀ। ସେ ହେଲେ ଶୃଙ୍ଖଳା ଓ ପୂର୍ଣ୍ଣତାର ଦେବୀ। ସେ ଅଛନ୍ତି ବୋଲି ଆମ ଭିତରେ ପୂର୍ଣ୍ଣତା ପ୍ରତି ଆସ୍ପୃହ। କୌଣସି କର୍ମକୁ ଆମେ ଅଧାପନ୍ତରିଆ କରି ଅପୂର୍ଣ୍ଣ କରି ଛାଡ଼ିବାକୁ ଚାହୁଁନା। କୌଣସି କାର୍ଯ୍ୟକୁ ଆମେ ଟିକିନିଖି ଭାବରେ ତର୍ଜମା କରୁ। ଆମ ଭିତରେ ସେ ଯେଉଁ ପ୍ରେରଣା, କାର୍ଯ୍ୟଟିକୁ ଟିକିନିଖି ଭାବରେ ଅନୁଧ୍ୟାନ କରିବା ପାଇଁ, ସାମାନ୍ୟ ତ୍ରୁଟି ବି ନଜରଅନ୍ଦାଜ ନ କରିବା ପାଇଁ, ତାକୁ ହେୟ ଜ୍ଞାନ ନ କରିବା ପାଇଁ, ପୂର୍ଣ୍ଣାଙ୍ଗ ପୂର୍ଣ୍ଣତା ଯେମିତି ପ୍ରତ୍ୟେକ କର୍ମରେ, ପ୍ରତ୍ୟେକ ବସ୍ତୁରେ, ଚେତନା ପ୍ରତ୍ୟେକ ସ୍ତରରେ ପ୍ରକାଶିତ ହେବ, ସେ ଦିଗରେ ଆମ ଭିତରେ ଯେଉଁ ଅନ୍ତର ପ୍ରେରଣା, ତାର ଉତ୍ସ ହେଲେ ମହାସରସ୍ୱତୀ। ତେଣୁ ମାଙ୍କର ଏହି ଚତୁର୍ବିଧା ଶକ୍ତି ସମଗ୍ର ଜଗତର ଚାରୋଟି ମେରୁଖୁଣ୍ଟ, ଚାରୋଟି ମୁଖ୍ୟ ସ୍ତମ୍ଭ, ମୁଖ୍ୟ ଆଧାର। ତାପରେ ତାଙ୍କର ଦ୍ୱାଦଶ ଦିବ୍ୟ ଗୁଣ, ଏଇଟା ସମସ୍ତଙ୍କ ଭିତରେ ଉଣା ଅଧିକ ପ୍ରକଟିତ ବୋଲି এই ସୃଷ୍ଟି ବର୍ତ୍ତମାନ ଗୋଟେ ଭାରସାମ୍ୟ ଅବସ୍ଥାରେ ଅଛି, ସନ୍ତୁଳିତ ଅବସ୍ଥାରେ ଅଛି, ଷ୍ଟେବଲ କଣ୍ଡିସନରେ ଅଛି। ଏବଂ এই ଗୁଣଗୁଡ଼ିକ ମଧ୍ୟ କିପରି ଏ ମାନବୀୟ ଆଧାରରେ ପୂର୍ଣ୍ଣ ରୂପରେ ପ୍ରକାଶିତ ହେବେ, ସେଥିପାଇଁ ବିଶ୍ୱଜନନୀ ଆମକୁ ପ୍ରସ୍ତୁତ କରୁଛନ୍ତି। ଆମେ ଯେତେ ଅଧିକ ଏ ଦିବ୍ୟ ଗୁଣଗୁଡ଼ିକ ପ୍ରତି ଗ୍ରହଣଶୀଳ ହେବା, ଯେତେ ଅଧିକ এই ଦିବ୍ୟ ଗୁଣଗୁଡ଼ିକୁ ଆମେ ନିଜ ଚେତନାରେ ପ୍ରକାଶିତ କରିବା ପାଇଁ ନିଜ ତରଫରୁ ଯେତିକି ଆମେ ଯତ୍ନବାନ ହେବା, ସେତେ ଅଧିକ ଏମାନେ ବିକଶିତ ହେବେ ଏବଂ ମାଙ୍କର କାର୍ଯ୍ୟ, ପ୍ରଭୁଙ୍କର ଉଦ୍ଦେଶ୍ୟ ଏ ପୃଥିବୀରେ ସେତେ ଶୀଘ୍ର ବାସ୍ତବତାରେ ପରିଣତ ହେବ। ତେବେ ମାଙ୍କର ପ୍ରତୀକର ଯେଉଁ ବହିସ୍ଥ ବୃତ୍ତ 12ଟି ପାଖୁଡା ବହନ କରେ, ମାଙ୍କର ଦ୍ୱାଦଶ ଦିବ୍ୟ ଗୁଣର ପ୍ରତୀକ, ସେ ଗୁଣ ଗୁଡ଼ିକ କ୍ରମାନ୍ୱୟରେ ମୁଁ ପଢି ଦଉଛି। ପ୍ରଥମଟି ହେଲା ଶାନ୍ତି, ପିସ୍, ତାପରେ ସମତା, ଇକ୍ୱାଲିଟି, ଉଦାରତା, ଜେନେରୋସିଟି, ଶୁଭ ଭାବ, ଗୁଡୱିଲ୍, ସାହସ, କରେଜ, ପ୍ରଗତି, ପ୍ରୋଗ୍ରେସ, ଗ୍ରହଣଶୀଳତା, ରିସେପ୍ଟିଭିଟି, ଅଭିପ୍ସା, ଏସ୍ପିରେସନ, ପ୍ରଯତ୍ନଶୀଳତା, ପରସିଭିୟରେନ୍ସ, କୃତଜ୍ଞତା, ଗ୍ରାଟିଚ୍ୟୁଡ, ବିନମ୍ରତା, ହ୍ୟୁମିଲିଟି ଏବଂ ସତ୍ୟନିଷ୍ଠା ବା ସିନସିୟରିଟି। ମାଙ୍କର ଏସବୁ ଦିବ୍ୟ ଗୁଣ ଆମ ସମସ୍ତଙ୍କୁ
ଦିବ୍ୟ କରିଦେବା ପାଇଁ ଉଦ୍ଦିଷ୍ଟ। ଆମେ ଯଦି ଏହି ଗୁଣ ଗୁଡ଼ିକ ପ୍ରତି ଗ୍ରହଣଶୀଳ ହେବା, ଏଗୁଡ଼ିକ ନିଜ ଚେତନାରେ ଆଚରଣ କରିବା ପାଇଁ ଆମେ ଯଦି ଚେଷ୍ଟା କରିବା, ତାହେଲେ ସେତେ ଅଧିକ ଆମେ ସେ ଗୁଣ ଗୁଡ଼ିକ ପ୍ରତି ଉନ୍ମୁକ୍ତ ହେଇଯିବା, ଉନ୍ମିଳିତ ହେଇଯିବା। ଆଜି ଆମେ ଚେଷ୍ଟା କରିବା ମାଙ୍କର ଦିବ୍ୟ ଗୁଣ ଗୁଡ଼ିକ ଭିତରୁ କିଛିଟା ପାଠଚକ୍ର ମାଧ୍ୟମରେ ଅଧ୍ୟୟନ କରିବା ପାଇଁ। ସବୁ ଯାକ ତ ଆମେ କଭର କରିପାରିବା ନାହିଁ। ଆସନ୍ତା ରବିବାର ଏହାର ଦ୍ୱିତୀୟ ଭାଗ ରଖାଯାଇଛି, ତେଣୁ ଅଧା ଅଧି ଆଜି ଆମେ କଭର କରିବା ପାଇଁ ଚେଷ୍ଟା କରିବା। ଯେକୌଣସି ଗୁଣରୁ ଆରମ୍ଭ କରାଯାଇପାରେ। ଭାବୁଛି ମୁଁ ଅଭିପ୍ସା, ଏସ୍ପିରେସନ ରୁ ଆମେ ଆରମ୍ଭ କରିବା। ମାଙ୍କର ଅନେକ ବାଣୀ ରହିଛି ଆମର ମାର୍ଗଦର୍ଶନ ପାଇଁ। ଶାସକମାନେ ମାଙ୍କୁ ପ୍ରଶ୍ନ କରିଛନ୍ତି, what is exactly meant by a sincere aspiration? ଗୋଟେ ପ୍ରକୃତ ନିଷ୍ଠାପର ଆସ୍ପୃହା କାହାକୁ କୁହାଯିବ? ମା କହୁଛନ୍ତି, an aspiration which is not mixed with any interested and egoistic calculations. ସେଇଟା ହିଁ ପ୍ରକୃତରେ ଅଭିପ୍ସା ବା ଆସ୍ପୃହା, ଯୋଉଥିରେ କୌଣସି ସ୍ୱାର୍ଥ ଏବଂ ଅହଙ୍ଗତ ହିସାବ କିତାବ ନଥାଏ। ଆମେ ଯେକୌଣସି ଜିନିଷ ଚାହୁଁ, ଯେକୌଣସି ଚାହିଁବାଟା ଆସ୍ପୃହା ନୁହେଁ, ଏଥିପାଇଁ ଯେ ଆମର ଚାହିଁବାରେ ରହିଥାଏ ଆମର ସ୍ୱାର୍ଥ, ଆମର ବ୍ୟକ୍ତିଗତ ଦାବି, ବ୍ୟକ୍ତିଗତ ଯାବତୀୟ ଲାଭର ଲାଳସା ଏବଂ ଆତ୍ମକେନ୍ଦ୍ରିକ ସନ୍ତୁଷ୍ଟିର ସମସ୍ତ ପ୍ରକାର ହିସାବ କିତାବ। ଏଇଥିରୁ ମୁକ୍ତ ହେଲେ ହିଁ ତାପରେ ଆମେ ଯାହା ଚାହିଁବା ସେଇଟା ହବ ଆସ୍ପୃହା। ଖାଲି ଅହଙ୍ଗତ ଯାବତୀୟ ଆସକ୍ତିରୁ ଏବଂ ସ୍ୱାର୍ଥଗତ ଚିନ୍ତାରୁ ମୁକ୍ତ ହେଇଗଲେ ଆମେ ଯାହା ଚାହିଁବା କେବଳ ସେ ଗୋଟିଏ କଥା ହିଁ ଚାହିଁବା ଯେ ଭଗବାନଙ୍କର ଇଚ୍ଛା ହିଁ ପୂର୍ଣ୍ଣ ହଉ। ତେଣୁ ସେଇଟା ହଉଛି ଆସ୍ପୃହା। ଯେତେବେଳେ ଆମେ ଆମର ସ୍ୱାର୍ଥ କେନ୍ଦ୍ରିକ ଦାବି ଗୁଡ଼ିକୁ ଭୁଲି ଯାଇ ଭଗବାନଙ୍କର ଶରଣାପନ୍ନ ହଉ, ନିଜକୁ ଯେତେବେଳେ ଭଗବାନଙ୍କ ପାଖରେ ଛାଡ଼ି ଦଉ, ଗୋଟିଏ ସମର୍ପିତ ଚେତନା ଆମ ଭିତରେ ଯେତେବେଳେ ପ୍ରକାଶିତ ହୁଏ, ଯେମିତି ଗୋଟେ ବିଲେଇ ଛୁଆ ନିଜକୁ ସମ୍ପୂର୍ଣ୍ଣ ରୂପେ ମା ହାତରେ ଛାଡ଼ି ଦେଇଥାଏ, ମା ତାକୁ ପାଟିରେ କାମୁଡ଼ି ଯୁଆଡ଼େ ଇଚ୍ଛା ସିଆଡ଼େ ନିଏ, ବିଲେଇ ଛୁଆର କିଛି ବି ଚିନ୍ତା କରିବାର ନଥାଏ। ସେଟା ହଉଛି ସମର୍ପଣ ଦୃଷ୍ଟାନ୍ତ। ଏବଂ ବାଲ୍ୟାବସ୍ଥାରେ ଆମେ ସମସ୍ତେ ପ୍ରାୟ ନିଜ ମା ଯିଏ ଜନ୍ମଦାତ୍ରୀ ନହେଲେ ମଧ୍ୟ ଯିଏ ପାଳନ କରୁଥାଏ, ସେ ମା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଛୁଆର ଦାୟିତ୍ୱ ନେଇଥାଏ, ନିଜକୁ ସମ୍ପୂର୍ଣ୍ଣ ଭାବରେ ଛୁଆର ସେବାରେ ନିୟୋଜିତ କରିଥାଏ ଏବଂ ଛୁଆଟି ମା ପାଖରେ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ମନେ କରେ। ତାର କିଛି ବି ଚିନ୍ତା କରିବାର ନଥାଏ। ଶୈଶବାବସ୍ଥାର ଯେଉଁ ମା ଉପରେ ଦୃଢ଼ ବିଶ୍ୱାସ, ଆସ୍ଥା ଏବଂ ନିର୍ଭରତା, ସେଟା ହଉଛି ସମର୍ପଣ ଗୋଟେ ଦୃଷ୍ଟାନ୍ତ। ଏବଂ ସେଇ ଭାବଟିକୁ ଆମେ ଯଦି ଚେତନାରେ ସବୁବେଳେ ବଜାୟ ରଖିବା ପାଇଁ ଚେଷ୍ଟା କରିବା, ସେଟା ହଉଛି ଆମର ଆସ୍ପୃହା। ସେଥିପାଇଁ ପ୍ରଭୁ କହିଲେ ଆସ୍ପୃହା ହେବା ଉଚିତ, ସଦା ଜାଗ୍ରତ, ଅବିରାମ, ଅବିଚ୍ଛିନ୍ନ।
आमे अनेक समय शुद्ध चेतना जिते चेतना प्रकाशित हुए आमे आस्पृहा तो करू किंतु बेसी समय धर रखि पारुना से स्वच्छ गंगा जल पुनर्बार गुड़िया हो जाए पुनर्बार कामना वासना स्वार्थ ईर्षा देश जावतीय कलुषा आम चेतना को प्रदूषित कर पकाते कि सब आमको सचेतन हवा पड़ो से आस्पृहार स्वच्छता को शुद्धता को सदा सर्वदा धरी रखा पड़ो यहाँ ही तो साधना माँ कहते कन्स्टांट एस्पिरेशन कंकर्स ऑल डिफेक्ट्स स्थायी निरवच्छिन्न आस्पृहा निर्चेतनार जावतीय त्रुटि विच्युति को अतिक्रम कर जाए आमे निजर भूल त्रुटि उपर बेसी एकाग्र हवा नहीं एकाग्र हवा मां कृपा उपरे आमर निष्ठा उपरे श्रद्धा उपरे विश्वास उपरे मां रक्षा कवच सब आम सहित रही विश्वास उपर एकाग्र हवा से भावटी को निरवच्छिन्न भाव में धरी रखार प्रक्रिया हूँ आस्पृहा समर्पणर भावटी को निरवच्छिन्न भाव में धरी रखार प्रक्रिया हूँ आस्पृहा प्रारंभिक अवस्था आमे यही शब्द गुड़िक यही प्रक्रिया गुड़िक बुझीबारे आमे भूल करू आमे भाबू जे किछि आस्पृहा करिबा किछि प्रत्याख्यान करिबा किछि समर्पण करिबा सबथुर किछि किछि करिबा एटा हमर पूर्ण जोगर साधना आगु जाइकर आमे बुझू जे प्रकृति रे तीनोटी साधना तीनोटी प्रक्रिया व्यक्तिगत साधना और त्रिविध प्रक्रिया बोली जहाँ कहा जाउछि ये त्रिविध प्रक्रिया प्रकृति रे तीनोटी अलग अलग प्रक्रिया नहीं बा गोटे पर गोटे नहीं प्रक्रिया होछि गोटे तार तीनोटी दिग प्रक्रियाटा गोटे सेटा होछि समर्पण आम समर्पणर भावटी को निज भितर निरवच्छिन्न भाव में धरबार जो चेष्टा आम तरफ से आस्पृहा आम देखा सेमती आम जब करवा ये सहज नुहे आम भितर अनेक उपादान एमती अच्छा जो आमको बारंबार विस्मृत कर दौरान भूली जाऊँ आस्पृहा को धरी रखी पारना आम चिन्ह चेष्टा कर आम भितर कौन सब एमती अच्छा जोड़क बाधा सृष्टि कर निश्चित भाव में माँ भगवती कृपारू आम से सब चिन्ह पार देखिए मन भितर आमर जावतीय प्रिफरेन्सेस अभिमत अभिरुचि धारणा परिकल्पना अभ्यास जहाँ सब ताहा हमको भूल दौरान आम आस्पृहा को तेणु से गुड़ आम पुणी से समर्पण माध्यम प्रत्याख्यान कर प्रत्याख्यान अर्थ ताकू संपूर्ण मूलोत्पाटन करदेटा ना मूलोत्पाटन करदे केमती हम से गुड़िक तो दिव्य गुण गुड़िकर गोटे गोटे विकृत रूप ताकू आमको शुद्ध करार अच्छे एवं से शुद्ध करेंगे माँ से अतिमानस महाशक्ति आम हाथ में सब छाड़ीदे तेणु से आमर चेतनार अशुद्धता गुड़ी को आम भगवान पाखे माँ पाखे समर्पण करवा प्रत्याख्यान समर्पण गोटे प्रक्रिया एवं यही प्रक्रियाटी निरवच्छिन्न भाव में चलता चेतना प्रत्येक कर्म भितर यहाँ साधनार गोटे रहस्य गोटे छोटिया टिप्स जब भाबा ध्यान समय एमती करवा किंबा फ्री थिला बेले करवा यहाँ भूल धारणा जदि निरवच्छिन्न भाव में आस्पृहा करार अच्छी तो कर्म भितर प्रत्येक मुहूर्त चलती ना तेणु गोटे अविराम प्रक्रिया समस्त कर्म भितर ही जदि आम साधना करवा ताहले साधनार मर्म ठीक बुझी हाँ प्रारंभिक अवस्था जेहेतु आम सीधा सड़क भाव में कर्म भितर एकाग्र हो पारना सचेतन रही पारना से आमको स्थिर ध्यान कर अभ्यास कराए
ପୁରାତନ ଯୁଗରେ ସେଟା ଗୋଟେ ଅତି ଦୃଢ ଏବଂ କଠୋର ଅଭ୍ୟାସ, କିନ୍ତୁ ପୂର୍ଣ୍ଣ ଯୁଗରେ ତାର ঊର୍ଦ୍ଧ୍ୱକୁ ଆମକୁ ଉଠିବାକୁ ପଡେ। ଆମେ କେବଳ ଗୋଟେ ପଡିଆରେ ସାଇକେଲ ବା ମୋଟର ସାଇକେଲ କି କାର ଚଲେଇବା ନା ଗୋଟେ ଗହଳିପୂର୍ଣ୍ଣ ରାସ୍ତାରେ ଚଲେଇବା ଶିଖିବା। ଯଦି ଆମେ କହିବା ମୁଁ ଖାଲି ଫ୍ରିରେ ଚଲେଇବି, ଖାଲି ପଡିଆରେ ଚଲେଇବି, ତାର ଲାଭ କଣ? ସେଟା ଗାଡିଟା କିଣିଛୁ ପଡିଆରେ ଚଲେଇବା ପାଇଁ ନୁହେଁ ନା। ଆମର ଜୀବନଟା ଭଗବାନ ଆମକୁ ଦେଇଛନ୍ତି ସବୁ ସଂଘର୍ଷ ପ୍ରତିକୂଳ ପରିସ୍ଥିତି ଦେଇକରି ତାକୁ ନେଇଯିବା ପାଇଁ। ତେଣୁ ସକଳ ପରିସ୍ଥିତିରେ ଆମକୁ ସମର୍ପଣର ଧ୍ୟାନର ଅଭ୍ୟାସ କରିବାକୁ ପଡିବ। ସେଇଟା ହିଁ ଧ୍ୟାନ। ନିଜର ସମର୍ପଣର ଭାବଟିକୁ ଦୃଢ ଭାବରେ ଧରି ରଖିବା। ସକଳ କର୍ମ ଭିତରେ ଟିକେ ଏପଟ ସେପଟ ହେଇଯାଉ ନାହିଁ ତ, ମୋର ଚେତନାଟି ହଲି ଯାଉ ନାହିଁ ତ, ମୁଁ ଭୁଲି ଯାଉ ନାହିଁ ତ, ଏଇ ଯୋଉ ନିରନ୍ତର ତାକୁ ଧରି ରଖିବାର ଅବିରାମ ପ୍ରୟାସ, ସେଟା ହିଁ ତ ଧ୍ୟାନ। ଆମକୁ ସେଇ ଅଭ୍ୟାସଟି କରିବାର ଅଛି। ଯଦି ଆମେ କରୁଛନ୍ତି, ଆମର କର୍ତ୍ତବ୍ୟ ପ୍ରତି ଆମେ ନିଷ୍ଠାବାନ, ତାହେଲେ ଆମର ଆସ୍ପୃହାଟି ସଦା ଜାଗ୍ରତ ରହିଛି ବୋଲି କୁହାଯାଏ। ତାପରେ ମାଙ୍କର ଆଉ ଗୋଟେ ଗୁଣ ହଉଛି ଶାନ୍ତି। ଶାନ୍ତି ପ୍ରକୃତରେ ମାଙ୍କର ଗୋଟେ ଶକ୍ତି। ତାହା ଯେତେବେଳେ ଆମର ଚେତନାର ଅବତରଣ କରେ, ତାହେଲେ ଆମର ସମଗ୍ର ଚେତନା ସେତେବେଳେ ନୀରବ ହେଇଯାଏ, ଗ୍ରହଣଶୀଳ ହେଇଯାଏ ଏବଂ ମାଙ୍କର ଦିବ୍ୟ କୃପାକୁ ଧାରଣ କରିବା ପାଇଁ ସମର୍ଥ ହେଇଯାଏ। ମା ବହିରେ ପରମ ପ୍ରଭୁ ଶ୍ରୀ ଅରବିନ୍ଦ କହିଛନ୍ତି, ସାଧନା ପାଇଁ ଆମ ଭିତରେ ଯାହା ଆବଶ୍ୟକ ତାହା ହେଉଛି ଗୋଟେ ଶାନ୍ତ ଗ୍ରହଣଶୀଳ ଅବସ୍ଥା। ଯେମିତିକି ଦିବ୍ୟ କୃପା ଯେତେବେଳେ ଅବତରଣ କରିବ, ତାହା ଆମ ଭିତରେ ଗୋଟେ ଉପଯୁକ୍ତ କ୍ଷେତ୍ର ଲାଭ କରିବ ଏବଂ କିଛି ବି ଆମ ଭିତରେ ଯେମିତି ସେ ଦିବ୍ୟ କୃପାକୁ, ଦିବ୍ୟ ଶକ୍ତିର ଅବତରଣକୁ ବିରୋଧ କରୁନଥିବ। ସେଥିପାଇଁ ଆମର ଆଧାରରେ ପ୍ରତିଷ୍ଠିତ ହେବା ଦରକାର ଗୋଟେ ଅସୀମ ଗଭୀର ଶାନ୍ତି ଏବଂ ଅଚଞ୍ଚଳତାର ଗୋଟେ ବାତାବରଣ। ମା କହିଛନ୍ତି, be very careful to remain always calm and peaceful and let an integral equanimity establish itself more and more completely in your being. ସଦା ସର୍ବଦା ସଜାଗ ରହିବ, ଯେମିତି ଗୋଟେ ପ୍ରଶାନ୍ତି ଏବଂ ଅଚଞ୍ଚଳତାର ଭାବ ନିଜ ଚେତନାରେ ବଳବତ୍ତର ରହେ ଏବଂ ଗୋଟେ ପରିପୂର୍ଣ୍ଣ ସମତା ଭାବ ନିଜ ଚେତନାରେ ପ୍ରତିଷ୍ଠିତ ହୁଏ, ଅଧିକରୁ ଅଧିକ ପୂର୍ଣ୍ଣତା ଲାଭ କରେ। ମନ ଯଦି ଅତ୍ୟନ୍ତ ଚଞ୍ଚଳ ଥାଏ, ତାହେଲେ କେବେ ବି ଶାନ୍ତି ବିରାଜମାନ କରିପାରେ ନାହିଁ। ତେଣୁ ସାଧନାର ଗୋଟେ ଦୃଢ ଭିତ୍ତି ହେଉଛି ଗୋଟେ ଅଚଞ୍ଚଳ ଭାବ। ଅଯଥା କୋଳାହଳ, ଅଯଥା ବ୍ୟଗ୍ରତା ଏବଂ ଚଞ୍ଚଳତା, ଏସବୁ ଚେତନାର ଅଶୁଦ୍ଧତାର ଲକ୍ଷଣ। ଏବଂ ଆମେ এই ଓଲଟା ଅଭ୍ୟାସଟି, ବିପରୀତ ଅଭ୍ୟାସଟି ଏତେ ପରିମାଣରେ କରିଦେଇଛୁ
ଯେ ଚଞ୍ଚଳ ନହେଲେ ଆମକୁ ଲାଗୁଛି ଯେମିତି ଆମେ ଅସୁସ୍ଥ ହେଇଗଲେ ବା ଆମେ ଯଥାର୍ଥ ଭାବରେ ଜୀବନଟା ବଞ୍ଚୁନାହାନ୍ତି, ଆମର ଜୀବନଟା ଯେମିତି ରସହୀନ ହେଇଯାଉଛି। ଏଇଟା ପ୍ରକୃତରେ ଆମର ଚେତନାର ବିକୃତିର ଲକ୍ଷଣ। ତାକୁ ଆମକୁ ସୁଧାରିବାକୁ ପଡିବ। ଗୋଟେ ନିରବ ମନ ହିଁ ଯଥାର୍ଥ ଜ୍ଞାନର ପ୍ରକାଶ ନିମିତ୍ତ ଏକ ମୁକ୍ତ କ୍ଷେତ୍ର ବୋଲି ପ୍ରଭୁ କହିଛନ୍ତି। ଏବଂ ଶାନ୍ତିର ଅବତରଣ ଦ୍ୱାରା ଆମର ମନଟି ନୀରବ ହେଇଯାଏ। ନୀରବ ମନ କହିଲେ ସେ ମନ ଯୋଉଠି କୌଣସି ଚିନ୍ତାର ତରଙ୍ଗ ପ୍ରତିଫଳିତ ହେଉନଥାଏ। ଯେମିତି ଗୋଟେ ସ୍ଥିର ଜଳରାଶି, ଗୋଟେ ଶାନ୍ତ ପ୍ରଶାନ୍ତ ହ୍ରଦର ଜଳରାଶି, ଯୋଉଠି ତରଙ୍ଗ ଉଠୁନାହିଁ, ଯୋଉଠି ପ୍ରତିବିମ୍ବ ସ୍ପଷ୍ଟ ଭାବରେ ଦେଖାଯାଏ। ଆମର ମନଟି ସେଭଳି ହେବା ଦରକାର। ଆମର ସମଗ୍ର ଚେତନା ସେଭଳି ହେବା ଦରକାର। ସେ ଅବସ୍ଥାଟି ଦିବ୍ୟ କୃପାକୁ ଗ୍ରହଣ କରିବା ପାଇଁ ସର୍ବୋତ୍ତମ ଅବସ୍ଥା ହେଇଥାଏ। ତେଣୁ ଆମେ ସଦା ସର୍ବଦା ନିଜ ଚେତନାରେ ଶାନ୍ତି ଏବଂ ସ୍ଥିରତାର ବାତାବରଣକୁ ଧରି ରଖିବା ପାଇଁ ଚେଷ୍ଟା କରିବା। କିନ୍ତୁ ସ୍ଥିରତା, ଅଚଞ୍ଚଳତା, ଶାନ୍ତିର ଅର୍ଥ ଗୋଟେ ତାମସିକ ଅବସ୍ଥା ନୁହେଁ। ମା କହିଛନ୍ତି to be quiet is not tamas. What I call quietness is to do work without being disturbed by anything and to observe everything without being disturbed by anything. ଶାନ୍ତିର ଅର୍ଥଟା ଏମିତି ନୁହେଁ ଯେ ଆମେ ଚୁପଚାପ ବସିବା। କର୍ମ କଲେ ଆମର ମନ ଯଦି ଚଞ୍ଚଳ ହେଇଯାଉଛି, ଯଦି ହଲି ଯାଉଛି, ଦୋହଲି ଯାଉଛି, ଅସ୍ଥିର ହେଇଯାଉଛି, ତାହା ଇଣ୍ଡିକେଟ କରୁଛି ଯେ ଆମେ ପ୍ରକୃତରେ କାମ କିପରି କରିବା କଥା ତାହା ଶିଖିନା। କର୍ମ ଭିତରେ ଆମକୁ ସ୍ଥିର ହେବାକୁ ପଡିବ। ଯୁଦ୍ଧରେ ନିଜର ଚେତନାକୁ ସ୍ଥିର ରଖିପାରୁଥିଲେ ବୋଲି ଧର୍ମରାଜଙ୍କର ନାଁ ହେଇଥିଲା ଯୁଧିଷ୍ଠିର। ଆମକୁ ସମସ୍ତଙ୍କୁ ଯୁଧିଷ୍ଠିର ହେବାକୁ ପଡିବ। ସବୁ କର୍ମ ଭିତରେ ଆମେ ଚେତନାକୁ ଏମିତି ମଜବୁତ କରିଥିବା ଯେପରିକି କୌଣସି ପରିସ୍ଥିତି ଦ୍ୱାରା, କୌଣସି ବାହ୍ୟ କାରଣ ଦ୍ୱାରା ଆମର ଚେତନାର ଭାରସାମ୍ୟ ନଷ୍ଟ ହେଉନଥିବ। କେହି ଆମକୁ ଡିଷ୍ଟର୍ବ କରିପାରିବେ ନାହିଁ। ଏହି ଅଭ୍ୟାସ ଆମକୁ କରିବାକୁ ପଡିବ। ଏହା ଦ୍ୱାରା ଆମେ ଦିବ୍ୟ ଶକ୍ତି ପ୍ରତି ଗ୍ରହଣଶୀଳ ହେବା, ଯିଏକି ଆମର ଚେତନାର ଅବତରଣ କରି ଆବଶ୍ୟକ ରୂପାନ୍ତର କାର୍ଯ୍ୟ ସାଧନ କରିବେ। ଅବାଧରେ ଆମ ଭିତରେ ସେ କ୍ରିୟା କରିପାରିବେ। ଆମର ଚେତନା ଯଦି କୋଳାହଳମୟ ହେଇଥିବ ତାହେଲେ ଆମେ ଦିବ୍ୟ ଶକ୍ତି ପ୍ରତି କେବେ ବି ଗ୍ରହଣଶୀଳ ହେଇପାରିବା ନାହିଁ। ମାଙ୍କର ଦ୍ୱାଦଶ ବିଭାଗର ପରବର୍ତ୍ତୀ ଦିବ୍ୟ ଗୁଣଟି ହେଉଛି ଗ୍ରହଣଶୀଳତା। ଆମେ ତ ଆଲୋଚନା କ୍ରମରେ ଏହି ଶବ୍ଦଟିକୁ ମଧ୍ୟ ଅନେକ ଥର ତା ଭିତରେ ଉଚ୍ଚାରଣ କଲେଣି। ଏଇଟା ସୂଚାଇ ଦେଉଛି ଯେ ମାଙ୍କର ଦିବ୍ୟ ଗୁଣ ଗୁଡ଼ିକ ପରସ୍ପର ସହିତ ଛନ୍ଦାଛନ୍ଦି ହେଇକି ରହିଛନ୍ତି। ଏଗୁଡାକ ୱାଟର ଟାଇଟ୍ କମ୍ପାର୍ଟମେଣ୍ଟ ନୁହନ୍ତି। ଯେମିତି ଇନ୍ଦ୍ରଧନୁର ସପ୍ତ ରଙ୍ଗ, ରଙ୍ଗ ତ ଅସଂଖ୍ୟ, ସେଠି 7ଟି ମୁଖ୍ୟ ରଙ୍ଗ। ଏବଂ ଆମେ ଯେତେବେଳେ ସେ ସ୍ପେକ୍ଟ୍ରମଟିକୁ ଦେଖୁ ଆମେ ଅନୁଭବ କରିପାରୁ ଯେ କୌଣସି ରଙ୍ଗ ଆଉ ଗୋଟେ ରଙ୍ଗ ଠାରୁ ସମ୍ପୂର୍ଣ୍ଣ ଅଲଗା ନୁହେଁ, ତା ସହିତ ମିଶିକି ରହିଛି, ଛନ୍ଦାଛନ୍ଦି ହେଇକି ରହିଛି। ଠିକ ସେହିପରି ଦିବ୍ୟ ଗୁଣ ଗୁଡ଼ିକ ଆମେ ଯଦି ଏ ଭିତରୁ କୌଣସି ଗୋଟିଏ ଗୁଣ ଅଭ୍ୟାସ କରିବା ତାହେଲେ ଅନ୍ୟ ଗୁଣ ଗୁଡ଼ିକ ମଧ୍ୟ ଟଣାଟଣି ହେଇକରି ଆସିବେ।
ତେଣୁ ଗୋଟିଏ ଦିବ୍ୟ ଗୁଣର ଅଭ୍ୟାସ ଆମକୁ ଆହୁରି ଅନେକ ଦିବ୍ୟ ଗୁଣ ଅଭ୍ୟାସ କରିବା ପାଇଁ ଚେତନାଗତ ସ୍ତରରେ ପ୍ରସ୍ତୁତ କରିଦିଏ, ଆମକୁ ଗ୍ରହଣଶୀଳ କରିଦିଏ। ଗ୍ରହଣଶୀଳତା ମାଙ୍କର ଗୋଟେ ଅତ୍ୟନ୍ତ ଦିବ୍ୟ ଗୁଣ। ଆମେ ସାଧାରଣ ଜୀବନରେ ମଧ୍ୟ ଲକ୍ଷ୍ୟ କରିବା, ଆମର ବ୍ୟକ୍ତି ଭିତରେ ବ୍ୟକ୍ତିଗତ ଚେତନା ଗୁଡିକ ଭିତରେ ଯେଉଁ ପାର୍ଥକ୍ୟ, କିଏ କମ ଉନ୍ନତ କିଏ ଅଧିକ ଉନ୍ନତ, କିଏ ଅଧିକ ସ୍ୱାସ୍ଥ୍ୟବାନ କିଏ କମ ସ୍ୱାସ୍ଥ୍ୟବାନ, କିଏ ଅଧିକ ଜ୍ଞାନୀ କିଏ ଟିକେ କମ ଜ୍ଞାନୀ, ଏଇ ଯେଉଁ ତାରତମ୍ୟ, ଏଇ ତାରତମ୍ୟଟି ପ୍ରକୃତରେ ଗ୍ରହଣଶୀଳତାର ଅନୁପାତରେ ହେଇଥାଏ। ଗ୍ରହଣଶୀଳତା କଣ ନା କହିଛନ୍ତି ରିସେପ୍ଟିଭିଟି ଇଜ ଦ କ୍ୟାପାସିଟି ଅଫ ଆଡମିଟିଂ ଆଣ୍ଡ ରିଟେନିଂ ଦ ଡିଭାଇନ ୱାର୍କିଂସ। ଗ୍ରହଣଶୀଳତା ହେଉଛି ଦିବ୍ୟ କ୍ରିୟାକୁ ନିଜ ଭିତରେ ଅନୁମତି ଦେବା ଏବଂ ତାକୁ ଧରି ରଖିବାର ଯେଉଁ ସାମର୍ଥ୍ୟ। ଆଧାରଟି ଯଦି ଗ୍ରହଣଶୀଳ ନଥାଏ, ସେ ଦିବ୍ୟ ଚେତନା ଭିତରକୁ ଆସିବା ଏବଂ ତାକୁ ଆମେ ଧରି ରଖିବା ତ ବହୁତ ଦୂରର କଥା, ସେମାନେ ଭିତରକୁ ହିଁ ପ୍ରବେଶ କରିପାରନ୍ତି ନାହିଁ। ଆମର ସେ ସାମର୍ଥ୍ୟ ନଥାଏ ତାଙ୍କୁ ପ୍ରବେଶ କରିବା ଦେବା ପାଇଁ। ଦିବ୍ୟ ଶକ୍ତି ଗୁଡିକ ପ୍ରତି, ଦିବ୍ୟ ଶକ୍ତି ଗୁଡିକ ହେଲେ ସେଇ ଶକ୍ତି ଯେଉଁଗୁଡିକ ଆମର ଚେତନାକୁ ଅଧିକ ଶୁଦ୍ଧ କରନ୍ତି, ଅଧିକ ସାମର୍ଥ୍ୟବାନ କରନ୍ତି, ଅଧିକ ଦିବ୍ୟ କରନ୍ତି। ଆମେ ଯେତେ ଅଧିକ ନିଜର ଚେତନାକୁ ଗ୍ରହଣଶୀଳ କରୁଛୁ, ଅର୍ଥାତ୍ ଚେତନାର ଦ୍ୱାରଟି ଆମେ ଯେତେ ଅଧିକ ଉନ୍ମୁକ୍ତ କରୁଥିବା, ଖୋଲା କରି ରଖିବା ଦିବ୍ୟ ଶକ୍ତି ପ୍ରତି, ସେମାନେ ସେତେ ଅଧିକ ଆମ ଭିତରକୁ ପ୍ରବେଶ କରିବା ପାଇଁ ସୁଯୋଗ ପାଇବେ। এই ଗ୍ରହଣଶୀଳତା ପ୍ରକୃତରେ ବହୁତ ବଡ଼ ଗୁଣ। ଚେତନାର ପ୍ରତ୍ୟେକ ସ୍ତରରେ ଗ୍ରହଣଶୀଳତା, ଚତୁର ସ୍ତରରେ, ମାନସିକ ସ୍ତରରେ, ଭାବଗତ ସ୍ତରରେ, ପ୍ରାଣିକ ସ୍ତରରେ ଏବଂ ସର୍ବୋପରି ଶାରୀରିକ ସ୍ତରରେ, ପ୍ରତ୍ୟେକ ସ୍ତରରେ ଆମକୁ ଗ୍ରହଣଶୀଳ ହେବ। ଗ୍ରହଣଶୀଳତା ହେଉଛି ସମର୍ପଣର ଚାବିକାଠି। ଆମେ ଗ୍ରହଣଶୀଳ ନହେଲେ ସମର୍ପଣ କରିପାରିବା ନାହିଁ ଏବଂ ବିନମ୍ର ନହେଲେ ଗ୍ରହଣଶୀଳ ହେଇପାରିବା ନାହିଁ। ଦେଖନ୍ତୁ ଦିବ୍ୟ ଗୁଣ ଗୁଡିକ ପରସ୍ପର କେମିତି ଛନ୍ଦାଛନ୍ଦି ହେଇଛନ୍ତି। ଯିଏ ଯେତେ ଅଧିକ ବିନମ୍ର ସେ ସେତେ ଗ୍ରହଣଶୀଳ। ମୁଁ ସବୁବେଳେ ଛୋଟ ପିଲାମାନଙ୍କର ଉଦାହରଣ ଦେଇଥାଏ। ଛୋଟ ପିଲାଙ୍କ ଠାରୁ ଆମକୁ ବୟସ୍କ ମାନଙ୍କୁ ବେଶୀ ଶିଖିବାର ଅଛି, ଆମଠାରୁ ସେମାନେ କମ ଶିଖିବାର ଅଛି, ଆମକୁ ତାଙ୍କଠାରୁ ବେଶୀ ଶିଖିବାର ଅଛି। କେମିତି ଦେଖନ୍ତୁ, ଛୋଟ ପିଲାମାନେ କ୍ଲାସରେ ତ ଶିକ୍ଷକ ସମସ୍ତଙ୍କୁ ସମାନ ଭାବରେ ପଢ଼ାନ୍ତି, କିନ୍ତୁ ସବୁ ପିଲା ସମାନ ପ୍ରଗତି କରନ୍ତି ନାହିଁ, କାରଣ ସମସ୍ତେ ସମାନ ଭାବରେ ଗ୍ରହଣଶୀଳ ନଥାନ୍ତି। କିଏ କେତେ ଗଭୀର ଭାବରେ ମନ ଧ୍ୟାନ ସହକାରେ ଗୁରୁଜୀଙ୍କର ପାଠଦାନକୁ ଗ୍ରହଣ କରେ, କେତେ ମନୋଯୋଗ ସହକାରେ ଜଣେ ଶୁଣେ, ସେ ଅନୁସାରେ ସେ ଅଧିକ ଗ୍ରହଣ କରେ। ଅଧିକାଂଶ ପିଲା ତ ଶୁଣନ୍ତି ନାହିଁ ଆଦୌ। ସେଥିପାଇଁ ଆମେ ଦେଖୁଛୁ ବର୍ତ୍ତମାନ ଯେଉଁ ପୃଥିବୀର ସମସ୍ୟା, କେହି ଶୁଣୁନାହାନ୍ତି କାହା କଥା। ମହାବିଦ୍ୟାଳୟ ସ୍ତରରେ ମୋର ସବୁବେଳେ ରହି ଆସିଛି ଗୋଟେ ବିଟର ଏକ୍ସପିରିଏନ୍ସ। ମତେ ଆଶ୍ଚର୍ଯ୍ୟ ଲାଗେ, ଯେତିକି ପିଲା ପଢୁଛନ୍ତି ପ୍ରକୃତରେ ବିଦ୍ୟାଳୟ ମହାବିଦ୍ୟାଳୟରେ, ତାର 90% ବା ତାଠୁ ଅଧିକ ମାନେ ଆଦୌ ଗ୍ରହଣଶୀଳ ନୁହନ୍ତି। ନିଜର ଚେତନାର ଦ୍ୱାରକୁ ବନ୍ଦ କରି ରଖିଛନ୍ତି। ଯେ ଗ୍ରହଣଶୀଳ ନୁହେଁ ସେ ଉଦ୍ଧତ ହବ, ନିଜକୁ ବହୁତ ଜାଣିଛି ବୋଲି ମନେ କରିବ, ବିନମ୍ରତା ଗୁଣ ପ୍ରକାଶିତ ହବ ନାହିଁ।
ତେଣୁ ସମସ୍ତେ ସେ ନିଜର ମୂର୍ଖତାକୁ ନେଇକରି ସନ୍ତୁଷ୍ଟ, ଶିଖିବାର ଜାଣିବାର କାହାରି ଆଗ୍ରହ ନାହିଁ। ଏଇଟା ହଉଛି ଗ୍ରହଣଶୀଳତାର ଅଭାବ ଆମର ଚେତନାରେ। କେତେ ଦିବ୍ୟ ଗୁଣ ଦେଖନ୍ତୁ ଗ୍ରହଣଶୀଳତା, ଯାହାର ଅଭାବରେ ମଣିଷ ଉଦ୍ଧତ ହେଇଯାଉଛି। ବିନମ୍ରତା ଗୁଣଟି ତା ଭିତରେ ବିକଶିତ ହଉନାହିଁ। ବିଦ୍ୟା ଦଦାତି ବିନୟମ୍ ବିନୟମ୍ ଜାତି ପାତ୍ରତାମ୍। ପୁଣି ଜ୍ଞାନର ଅନୁପାତରେ ଆମ ଭିତରେ ବିନମ୍ରତା ଗୁଣଟି ମଧ୍ୟ ଅଧିକରୁ ଅଧିକ ପ୍ରକାଶିତ ହେଇଥାଏ। ଯେ ପ୍ରକୃତରେ ଯେତେ ଅଧିକ ଜ୍ଞାନୀ ସେ ସେତେ ଅଧିକ ଉଦାର, ସେତେ ଅଧିକ ଗ୍ରହଣଶୀଳ, ସେତେ ବିନମ୍ର। ତେଣୁ ବିନମ୍ରତା ବିଦ୍ୟା ପ୍ରଦାନ କରେ। ସେ ବିଦ୍ୟା ପୁଣି ଇଣ୍ଟର୍ନ ଆମକୁ ବିନମ୍ରତା ଅଧିକ ବିନମ୍ରତା ପ୍ରଦାନ କରେ। ତେଣୁ ଦିବ୍ୟ ଗୁଣ ଗୁଡିକ ପ୍ରକୃତରେ ପରସ୍ପରକୁ ସେମାନେ ଡାକି ଆଣନ୍ତି। ସବୁବେଳେ ଶିଖିବାର ଭାବ ନିଜ ଭିତରେ, ସେଟା ହଉଛି ମାନସିକ ଗ୍ରହଣଶୀଳତା ବୋଲି ମା କହିଛନ୍ତି। ଯେତେବେଳେ ଆମର ଭାବ ଗୁଡିକ ଆବେଗ ଗୁଡିକ ତାଙ୍କର ଶୁଦ୍ଧ ରୂପ ପ୍ରାପ୍ତ କରିବାକୁ ଚାହାନ୍ତି, ଯେମିତି ଧରାଯାଉ ଆମ ଭିତରେ ପ୍ରେମ ଭାବ, ମାନସିକ ପ୍ରେମ, ଗୋଟେ ମଣିଷର ଆଉ ଗୋଟେ ମଣିଷ ପ୍ରତି ଆକର୍ଷଣ, ମାର ପୁଅ ପ୍ରତି ଆକର୍ଷଣ, ସନ୍ତାନର ପିତାମାତାଙ୍କ ପ୍ରତି ଯେଉଁ ସ୍ନେହ ଭାବ, ଏଇ ଯେଉଁ ପ୍ରେମ, ଏଇଟା କ୍ରମାଗତ ଭାବରେ ଆହୁରି ଅଧିକ ଶୁଦ୍ଧତର ହେବାକୁ ଲାଗିଛି। ଯେ ଆସ୍ପୃହା କରେ, ଏଥିପାଇଁ ତା ଭିତରେ ଏଇ ଗୁଣ ଗୁଡିକ ଆହୁରି ଶୁଦ୍ଧ ରୂପରେ ପ୍ରକାଶିତ ହୁଏ। ଯଦି ଆମେ ଗୁରୁଜନ ମାନଙ୍କୁ ଭକ୍ତି କରିବା, ତାଙ୍କ ପ୍ରତି ଆମର ଭକ୍ତି ଭାବ ଆହୁରି ଶୁଦ୍ଧତର ହେବ, ଆହୁରି ତୀବ୍ରତର ହେବ। ଧୀରେ ଧୀରେ ଆମେ ଅଧିକରୁ ଅଧିକ ବୁଝିପାରିବା ଆମର ଜୀବନରେ ତାଙ୍କର ମହତ୍ଵ। ଯେତେବେଳେ ଆମେ ଛୋଟ ଥାଉ, ଚଞ୍ଚଳ ମନରେ ବାପା ମାଙ୍କର ଗୁରୁତ୍ୱ ଆମେ ବୁଝିପାରୁନୁ। ବୁଝୁ ଯେତେବେଳେ ଆମର ବୟସ ଗଡି ଯାଇଥାଏ, ସେତେବେଳେ ହୁଏତ ବାପା ମା ନଥିବେ, ଆମର ଗୁରୁଜୀମାନେ ନଥିବେ। ତାଙ୍କର ଅବର୍ତ୍ତମାନରେ ତାଙ୍କର ମହତ୍ଵ ଆମେ ବୁଝୁ, କାରଣ ସେତେବେଳେ ଚେତନାର ଶୁଦ୍ଧତା ଆସିନଥାଏ। ଯେତେବେଳେ ଚେତନାର ଶୁଦ୍ଧତା ଆସିଯାଏ, ଆମର ସେ ଭକ୍ତି ଭାବଟି ଯେତେବେଳେ ନିର୍ମଳ ହେଇଯାଏ, ଆମର ଚେତନାଟି ଆଉ ଟିକେ ଗ୍ରହଣଶୀଳ ହେଇଯାଏ। ଏଇଟା ହଉଛି ଇମୋସନାଲ ରିସେପ୍ଟିଭିଟି which wants to be divinized, ଯାହାକି ସବୁବେଳେ ଦିବ୍ୟ ରୂପରେ ପ୍ରକାଶିତ ହେବାକୁ ଚାହେଁ। ଏବଂ ଶାରୀରିକ ଗ୍ରହଣଶୀଳତା ହେଉଛି କେବଳ ଭଗବାନଙ୍କୁ ଚାହିଁବା ଏବଂ ଭଗବାନଙ୍କୁ ଛାଡି ଅନ୍ୟ କିଛି ନ ଚାହିଁବା। ଏଇଟା ଫିଜିକାଲ ରିସେପ୍ଟିଭିଟି ବୋଲି ଶ୍ରୀମା କହିଛନ୍ତି। ଏବଂ ଅତିମାନସ ଗ୍ରହଣଶୀଳତା କଣ, ସେଇଟା ତ ହେଉଛି ଆଗାମୀ ଯୁଗର ସତ୍ୟ। ତାହା ଆମେ ବର୍ତ୍ତମାନ ଅନୁଭବ କରିପାରିବା ନାହିଁ କି ବର୍ଣ୍ଣନା କରିପାରିବା ନାହିଁ। ତେଣୁ ଗ୍ରହଣଶୀଳତା ଗୋଟେ ଦିବ୍ୟ ଗୁଣ। এই ଦିବ୍ୟ ଗୁଣ ଗୁଡ଼ିକର ଅଭ୍ୟାସ ପ୍ରକୃତରେ ଆମକୁ ସମସ୍ତଙ୍କୁ ଭଗବତ୍ଵ ଆଡକୁ ନେଇଯାଏ। এই ସମଗ୍ର ସୃଷ୍ଟିର ଉଦ୍ଦେଶ୍ୟ, ଭଗବାନଙ୍କର ଉଦ୍ଦେଶ୍ୟ ଗୋଟିଏ ଶବ୍ଦରେ ଯଦି ଆମେ କହିବା, এই ସମଗ୍ର ସୃଷ୍ଟି ଭଗବାନ କାହିଁକି ରଚନା କଲେ, ଏତେ ବଡ ଲୀଳା ଯେଉଁ ଚାଲିଛି, ଏ ସୃଷ୍ଟି କେଉଁ ଦିଗରେ ଯାତ୍ରା କରୁଛି, ଆମର ଲକ୍ଷ୍ୟ କଣ,
गोटे शब्द कहले ताहा हबो जे आमे समस्ते दिने भगवान हे जिबा। आमे ताहले भगवान नहु कि वर्तमान कटु आमे समस्त भगवान। ब्रह्म ही एकमात्र सत्य, सर्व खलु इदं ब्रह्म। मु ब्रह्म, आपण ब्रह्म, सब किसी ब्रह्म। ये समग्र जगत केवल ब्रह्ममय। ब्रह्म को छाड़ी तो किसी नहीं। ब्रह्म को छाड़ी जदि मु किसी देखुची मोर से दृष्टिटा मिथ्या। ब्रह्मम सत्य जगत मिथ्या। ब्रह्म को छाड़ी जगत रे मु देखुची से दृष्टिटा मिथ्या। कारण जगत रे ब्रह्म ही एकमात्र सत्य, तांको छाड़ी आ किसी नाहंती। किंतु आमे अनुभव करि पारुछु वर्तमान सब किछु ब्रह्म बोली पारु नाहु। कहीं ना ये जगत अपूर्ण अवस्था रे अछि। अपूर्णतार पूर्णता दिगरे यात्रा एटा होछि भगवान लीला। तेणु तांकर से सृष्टि उद्देश्य जो पूरण हब, जिते पूरण हो आमे निजको जो ब्रह्म बोली अनुभव करि पारुना, समग्र जगत को ब्रह्म बोली जो अनुभव करि पारुना, आमे से अनुभव करिबा। केवल बाह्य रूप गुड़िक आमको देखा जाउछि, जहाँकि गोटे मिथ्या आभास भली गोटे छाया तुल्य, किंतु प्रकृति ब्रह्म छड़ा किसी ना। से आतताई मध्य ब्रह्म, जे निहत हला भी से ब्रह्म। ये ब्रह्ममय जगत रे ब्रह्म को पूर्ण रूप प्रकाश करने भगवान लीला रचना कर। अर्थात आम समस्ते दिने पूर्ण ब्रह्म चेतना प्रतिष्ठित समस्ते भगवान हो एवं से भगवान हो रास्ता रे, से पथरे जो आमको किसी स्वाधीनता दि जाइए, किसी संकल्प शक्ति दि जाइए, जहाँ को प्रयोग करी आमे हमर साधना को आगे नबा। एटा होची मांकर से दिव्य गुण गुड़िक जहाँ हमको भगवान हबारे साहाय्य करे। ये गुण गुड़िकर क्रमागत अभ्यास द्वारा जिते बड़े ये गुण दिव्य गुण गुड़िक आम चेतना रे अधिक रु अधिक शुद्धतर रूप से प्रकटित हे, आमर समग्र चेतना को जिते बड़े अधिकार करेंगे, आम से अनुपात रे भगवान अधिक रु अधिक भगवान हो एवं परिशेष पूर्ण भगवान पूर्ण ब्रह्म सच्चिदानंद रे परिणत है। तेरे यही पथरे मांकर आउ गोटे दिव्य गुण जहाँ हमको भगवान ही दिगरे ही जीवा दिगरे आगे नब, सेटा होची समता, इक्वालिटी। समता भाव चेतना रे गोटे अति सुंदर ग्रहणशील अवस्था सृष्टि करे। साधना पाई अति अनुकूल अवस्था, दिव्य शक्तिर अवतरण पाई गोटे अति उत्तम क्षेत्र आम चेतना प्रस्तुत हुए। समता भाव तार अभाव रे दिव्य शक्ति अवतरण कले मध्य रही पारंती नहीं बेश समय। समता भावती कौन? समता भावटी कौन? सुखे सुद्विग्न मना दुखे सुविगत स्पृह। सुखर अधीर हवा ना, दुखर विचलित हवा ना, सुख दुख को समान ज्ञान करवा। आमर जो साधारण जीवन रे पार्थक्य बोध रही, जो द्वंद्व गुड़िक रही, वैपरीत्य गुड़िक रही, यहाँ हूँ समता भाव अभाव लक्ष्य। समतार अभाव रे आम भितरे द्वंद्व द्वैतबोध एवं वैपरीत्य दर्शन गुण गुड़िक सृष्टि हुए। आमे भल मंद ये सृष्टि आमे देखु सब बेले किछि भल किछि मंद, कई आमर शत्रु कई आमर मित्र, कई
किए पापात्मा कहीं किए पुण्यात्मा जेपर्यंत ये आमर पार्थक्य बोध रही वैपरीत्य दर्शन रही आम जाना जे आम चेतना समता भावटी विकसित है प्रतिष्ठित है आमको ये सब द्वंद्वबोधर मुक्त होगा पड़े कारण आम देखा जे समस्ते गोटे गोटे नाटक अभिनय करुछंती यदि माधुर्य भितर ब्रह्म अछंती ताहले कटु स्वाद भितर मध्य तो ब्रह्म अछंती मत सेटा कहीं भल लगुना कहीं आउसी देले मु खुशी ही जाउची भगवान को कृपा बोली मन करुची किंतु चाबुक माड़ मध्य तांकर गोटे कृपा एटा मु केमती अनुभव कर परना मु तो लंका खाई दउची मते बहुत बढ़िया लगुची लंकाटा मते कष्ट दउची मु जानि पारुची ता सत्य मु खाउची कहीं लंकाटा तो हमको क्षय कर दिए क्षत कर दिए वैज्ञानिक दृष्टिकोण देखिए से सीटा आम कोष गुड़ी को जाड़ी दिए से आमको जो कष्ट हुए ताको राग बोली आम कहू कि सत्व तो आम लंका खाऊ से रागटा प्रिय ताहले कई जन मत चाबुक माड़ मारे मुझे भगवान गोटे निबिड़ आलिंगन आउ टे तीव्र आलिंगन बोली कहीं अनुभव कर पारना माँ से लंकार नाम देले चाबुक प्रकृत प्रत्येक अनुभूति आम भगवान गोटे गोटे भिन्न स्वादर निबिड़ और गभीर आलिंगन जिते ये भावटी आमर चेतनार प्रतिष्ठित हम से जाना समता भावटी विकसित है तेणु समता गोटे दिव्य गुण एवं ये समतार आधार हूँ प्रकृत में एकत्व वननेस कारण से एक ही एकमेव परम ब्रह्म सब उत्साहित आम समस्ते एक अलग अलग नुह आम जो निज पर भेद करुचु तार कारण आम निज और अन्य को अलग अलग भाव देखु सी गोटे शरीर मु गोटे शरीर किंतु आमर से ज्ञान नहीं दृष्टि शक्ति नहीं से चेतनागत सामर्थ्य नहीं जे आम परन्नता देखिपर कि जिते बड़े आमर सूक्ष्म अवबोध विकसित हम से जाना जे जमी समस्त गछ गुड़िक मूल चेर गुड़िक परस्पर सहित जोड़ी रही सेहीपरि सूक्ष्म चेतना स्तर सूक्ष्म भौतिक स्तर में आम समस्त प्रत्येक प्रत्येक जीव प्रत्येक व्यष्टि सत्ता परस्पर सहित जोड़ी रही जमी ये गछ गुड़िक समस्ते एक गोटे गचर विभिन्न शाखा प्रशाखा सेहीपरि आम समस्ते गोटे आधार विभिन्न अंग प्रत्यंग यहाँ हूँ मानवर से विशाल शरीर भगवान विशाल शरीर तांकर जो विश्वरूप अर्थात समग्र विश्व ही केवल सी भगवान आम समस्त हूँ विभिन्न अंग प्रत्यंग तांकर विशाल शरीर गोटे गोटे क्षुद्र अणु परमाणु आम जेहेतु से सामग्रिक विशाल शरीर आम समस्ते विभिन्न अंग प्रत्यंग तेणु आम अलग हेले कि आम एक यहाँ हूँ से एकत्वर मूल भित्ति जहाँ आमको अनुभव करने को पड़ो साधना क्रम अवश्य आम ए सफल हवा कारण माँ भगवती आम सहित रही आमको केवल सचेतन होगा पड़ो नित्य स्मरण धारण करने पड़ो टू रिमेम्बर एंड ऑफर ऑलवेज यहाँ ही आमर एकमात्र कर्तव्य तेणु आज तो समय हो परवर्ती अधिवेशन आम माँ प्रतीकर अन्य विभाग गुड़िक पुणी अध्ययन करवा पुणी ता उपरे एकाग्र हवा आज समस्त प्रभु को आंतरिक धन्यवाद जनाए समस्त तरफ माँ पाखे विनम्र कृतज्ञता निवेदन कर रही वंदे मातरम। अनेक अनेक धन्यवाद भाई एवं माँ